ହ୍ୟାଲୋ ଏଭ୍ରିୱାନ୍। ତ ସକାଳୁ ସକାଳୁ ଏଠି ମୋର ଏନର୍ଜି ଡ୍ରିଙ୍କ୍ ମାନେ ଚେସ୍ ପାଣି ପିଇ ଦେଇଥିଲି, ଯେଉଁଟାକି ମୋତେ ଦିନ ଯାକ ଏନର୍ଜି ଦେବ। ତାପରେ ବାହାରିକି କୋଚିଂ ପଳେଇଥିଲି, ଆଉ ଆସିଲା ବେଳକୁ ମୋର ମାର୍କେଟରୁ କିଛି ଜିନିଷ ଆଣିବାର ଥିଲା, ତ ତାକୁ ନେଇକି ଦହିବରା ଟିକେ ଖାଇଦେଇକି ପଳେଇ ଆସିଲି। ଆଉ ଘରେ ଆସିଲା ବେଳକୁ ମାମା ମୋତେ କୋଲ୍ଡ ଡ୍ରିଙ୍କ୍ସ ଦେଇଥିଲା, ତାକୁ ପିଇକି ପେଟ ଥଣ୍ଡା କରିଦେଲି। ଆଉ ଇଏ ହେଲା ଆମର ଗୋଟେ କ୍ୟୁଟ୍ ବେବି, ଯିଏକି ଆଜି ନଣ୍ଡୁ ହେଇଯାଇଛି। ତାପରେ ଲଞ୍ଚଟା ଥିଲା ପୁରା ସିମ୍ପଲ୍, ଆଉ ମୁଁ ଏକା ଖାଉନି, ଏ ଚୁଇଁ ବି ମୋ ସହିତ ଖାଉଛି। ତ ଖାଇକି ଆସିଲା ପରେ ମୋତେ ବହୁତ ଜୋରରେ ନିଦ ଲାଗିଥିଲା, ତ ମୁଁ ଏଠି ଆସିକି ଟିକେ ଫିଲ୍ମ ଦେଖୁଥିଲି, ତାପରେ ଟିକେ ଶୋଇପଡ଼ିଥିଲି। ତାପରେ ମୋତେ ମାଉସୀ କଲ୍ କଲେ, କହିଲେ ଆସ ବାରିପଟେ ଟିକେ ବସିବା। ତ ମୁଁ ବି ପଳେଇ ଆସିଲି, କାରଣ ବହୁତ ଗରମ ଲାଗୁଥିଲା, ଯେହେତୁ ତାଙ୍କୁ ବି କମ୍ପାନୀ ଦେବାକୁ ପଳେଇ ଆସିଥିଲି, କାରଣ ସେ ଏକୁଟିଆ ବସିଥିଲେ। ତ ଆମେ ଏଠି ବସିଥିଲୁ, ପୁରା ଚାରିପଟେ ବହୁତ ଥଣ୍ଡା ପବନ ଦେଉଥିଲା। ତାପରେ ମୋତେ ସନ୍ଧ୍ୟାବେଳେ ଭୋକ ଲାଗିଲା ବହୁତ ଜୋରରେ, ମୁଁ କହିଲି କ'ଣ କରିବି। ତାପରେ ସିମେଇ ଥିଲା, ମୁଁ ଭାବିଲି ସିମେଇ ଚାଉମିନ୍ କରିଦେବି, ତ ଯେଉଁଟାକି 5 ମିନିଟ୍ରେ ବନିଯିବ। ତ ମୁଁ ସିମେଇ ଚାଉମିନ୍ ଏଠି ରେଡ଼ି କରିଦେଇଥିଲି। ତାପରେ ଯାଇକି ଖାଇ ଦେଇକି ମୋ ପେଟଟାକୁ ପୁରା ଥଣ୍ଡା କରିଦେଇଥିଲି। ଆଉ ଦେଖିପାରୁଥିବ କେତେ ସୁନ୍ଦର ଲାଗୁଛି ଖାଇବାଟା। ତ ଏଠି ଖାଇସାରିଲା ବେଳକୁ ଭାଇ ବର୍ଷା ପବନ କେଉଁଠି ଥିଲା, ମାଡ଼ି ଆସିଲା, ମୋତେ ଲାଗିଲା ବାତ୍ୟା ହେବ ଆଉ ଆମେ ସବୁ ଉଡ଼ିଯିବୁ। ତ ଏମିତି ଥିଲା ଦିନ ଆଜି।